ହେଉଛି ଆମର ଦାୟିତ୍ୱ। ସମସ୍ତଙ୍କୁ ଆମେ ରିକ୍ୱେଷ୍ଟ କରୁଛୁ, କଂଗ୍ରେସ କ'ଣ ନ ଦେଇଛି ସମସ୍ତଙ୍କୁ, ଯାହା ବି ହେଉଛୁ ରେକଗ୍ନିସନ୍ ପାଇଛୁ ଆମେ କଂଗ୍ରେସ ଦଳ ପାଇଁ ପାଇଛୁ, ଗାନ୍ଧୀ ପରିବାର ପାଇଁ ପାଇଛୁ। ଆଉ ଶରଦ ପଟ୍ଟନାୟକଙ୍କୁ ଯଦି ଓଡ଼ିଶାରେ କିଏ ଜାଣନ୍ତି କି କିମ୍ବା ଅନ୍ୟ ରାଜ୍ୟରେ ଜାଣନ୍ତି ତାହେଲେ ଶରଦ ପଟ୍ଟନାୟକ ଗୋଟେ ଏକ୍ସଏମ୍ପି କିମ୍ବା କଂଗ୍ରେସ ଦଳର ସଭାପତି ଭାବରେ ମୋତେ ଜାଣନ୍ତି, ମାଇନସ୍ କଂଗ୍ରେସ। ହୁ ଇଜ୍ ଶରଦ ପଟ୍ଟନାୟକ? ଆଇ ଏମ୍ ନଥିଙ୍ଗ, ଆଇ ଏମ୍ ଏ ବିଗ୍ ଜିରୋ। ତେଣୁକରି ଯେଉଁ କଂଗ୍ରେସ ଆମକୁ ଦେଇଛି ଆମେ ସେ କଂଗ୍ରେସର ମାନ ସମ୍ମାନ ରଖିବୁ, କେମିତି ଲଢ଼େଇ କରିବୁ କଂଗ୍ରେସ ଦଳ ପାଇଁ। ଏହି କଂଗ୍ରେସ ଦଳ ଦେଶକୁ ସ୍ୱାଧୀନ କରି ଆଣିଛି, ଯାହା ଡେଭଲପମେଣ୍ଟ ହେଇଛି କଂଗ୍ରେସ କରିଛି। ଡେଟ୍ ଦେବେ, ସେ ଡେଟ୍ରେ ଯାଇକରି ଆମର ସିଇସି ଏବଂ ସ୍କ୍ରିନିଂ କମିଟି ଏବଂ ସିଇସି ଯେଉଁଟା କହିଦେବେ ଗୋଟେ ଡେଟ୍ କରିକି ଆମେ ସେଦିନ କ୍ଲିୟର କରିକି ସବୁ ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟ ବ୍ଲକ ପ୍ରେସିଡେଣ୍ଟ ମାନେ ରିପୋର୍ଟ ଲେଖିକି ଦେଇଛନ୍ତି, ଆମ କେବଠୁ ଲେଖିକି ଦେଇ ସାରିକି ଆମେ ଏକ୍ସରସାଇଜ କରି ସର୍ଭେ ବାଲା ଛାଡ଼ିଛନ୍ତି ଯେମିତି ଗଣେଶ ବେହେରା ଛାଡ଼ିଲେ କାଲି, ତ ଆଗରୁ ଆପଣଙ୍କର ଏଇ ଡିସିସନ ସରିଯାଇଥିଲା, ତାପରେ ବି ସେ କାଲି ଛାଡ଼ିଦେଲେ, କିଛି ଅସୁବିଧା ନାହିଁ। ତା ପଛକୁ ବି ରଖିଛନ୍ତି କ୍ୟାଣ୍ଡିଡେଟ୍। କେତେ କ୍ୟାଣ୍ଡିଡେଟ୍ ଅଛି, ମୁଁ କହିଲି ପୁରା କଂଗ୍ରେସର ଅଭାବ ନାହିଁ ପ୍ରାର୍ଥୀ, କଂଗ୍ରେସ ପ୍ରଡ୍ୟୁସ୍ ଲିଡର।